ପାଞ୍ଚ ଦିନରେ ଛଞ୍ଚାଣ ଉଡ଼ିଲା 5400 କିଲୋମିଟର। ଏମୁର ଫାଲକନ ବା ଛଞ୍ଚାଣ ଏଭଳି ଦୁଃସାହସିକ ଯାତ୍ରା କରିଛି। ଏହି ଦୁଃସାହସିକ ଯାତ୍ରାରେ ସାମିଲ ଥିଲେ 3 ଛଞ୍ଚାଣ। ଏହି 3ଟି ଛଞ୍ଚାଣଙ୍କ ମଧ୍ୟରେ ରହିଛି ଗୋଟିଏ ପୁରୁଷ ଛଞ୍ଚାଣ ଯାହାର ନାଁ ଆପାପାଙ୍ଗ ଏବଂ ଅନ୍ୟ 2 ମାଇ ଛଞ୍ଚାଣ ଯାହାର ନାଁ ରହିଛି ଆଲଙ୍ଗ ଏବଂ ଆହୁ। ମଣିପୁରରୁ ଯାତ୍ରା ଆରମ୍ଭ ପୂର୍ବରୁ ଏହି 3 ଛଞ୍ଚାଣଙ୍କ ଦେହରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଦ୍ୱାରା ଯନ୍ତ୍ରାଂଶ ଖଞ୍ଜା ଯାଇଥିଲା। ଏହି ଛଞ୍ଚାଣମାନେ ମଣିପୁରରୁ ଯାତ୍ରା ଆରମ୍ଭ କରି ସୋମାଲିଆରେ ପହଞ୍ଚିଛନ୍ତି। ଏହି 3 ଛଞ୍ଚାଣ ପୂର୍ବ ଏସିଆର ମଣିପୁର ଓ ନାଗାଲାଣ୍ଡ ଜଙ୍ଗଲରୁ ନିଜର ଉଡ଼ାଣ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ଉତ୍ତର ପୂର୍ବାଞ୍ଚଳରେ କିଛି ସମୟ ରହିବା ପରେ ଆଫ୍ରିକା ଅଭିମୁଖେ ନିଜର କ୍ରମାଗତ ଉଡ଼ାଣ ଜାରି ରଖିଥିଲେ। ପୁରୁଷ ଛଞ୍ଚାଣଟି ନିଜ ଯାତ୍ରାକୁ 5 ଦିନରେ ସମାପ୍ତ କରିଥିଲା, ଯାହା ପ୍ରତିଦିନ 1000 କିଲୋମିଟରର ଯାତ୍ରା ରହିଥିଲା। ପୁରୁଷ ଛଞ୍ଚାଣ ଆପାପାଙ୍ଗ ଗତକାଲି ପର୍ଯ୍ୟନ୍ତ 5400 କିଲୋମିଟର ଯାତ୍ରା କରିସାରିଛି, ଯେଉଁଥିରେ ସେ ଭାରତର କେନ୍ଦ୍ରୀୟ ଭାଗ ସହିତ ଚ୍ୟାଲେଞ୍ଜପୂର୍ଣ୍ଣ ଆରବ ସାଗର ରହିଥିଲା। ଏହି ଯାତ୍ରାକୁ ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପ୍ରକାଶ କରିଛନ୍ତି ଆଇଏଏସ୍ ସୁପ୍ରିୟା ସାହୁ। ଅଧିକ ଆଲୋଚନା କରିବା ସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି ଆମ ସହିତ ଯୋଡ଼ି ହେଉଛନ୍ତି। ଶ୍ରୀଯୁକ୍ତ ମହାନ୍ତି, ଆପଣଙ୍କୁ ସ୍ୱାଗତ ଓଟିଭିକୁ। ଶ୍ରୀଯୁକ୍ତ ମହାନ୍ତି, ଇଏ କେତେ ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରକ୍ରିୟା ରହିଥିଲା, ଏ ବାବଦରେ କ'ଣ ଅଧିକ ସୂଚନା ମିଳିପାରିବ ଆପଣଙ୍କଠାରୁ? ଏଇ ଯୋଉ ପ୍ରଜାତିର ଛଞ୍ଚାଣଟି ୟାକୁ ଆମୁର ଫାଲକନ କୁହାଯାଏ ଏବଂ ଏମାନେ ପ୍ରକୃତରେ ଆସନ୍ତି ରଷିଆରୁ, ବହୁତ ଦୂରରୁ ଆସନ୍ତି, ସେଣ୍ଟ୍ରାଲ ଏସିଆ ଏରିଆରୁ ଆସନ୍ତି ଏବଂ ଅତି 1000 କିଲୋମିଟର ଅତିକ୍ରମ କରି ଆସନ୍ତି ଏବଂ ଭାରତବର୍ଷରେ ସେମାନେ ପହଞ୍ଚନ୍ତି ହିମାଳୟ ପର୍ବତ ଅତିକ୍ରମ କରି ନର୍ଥ ଇଷ୍ଟ ଏରିଆରେ ମଣିପୁର ନାଗାଲାଣ୍ଡ ସେ ଏରିଆରେ ପହଞ୍ଚନ୍ତି ଏବଂ ସେଇଟା ଗୋଟେ ପ୍ରଥମ ତାଙ୍କ ଷ୍ଟପ୍, ୱେଲ୍ ରେକଗ୍ନାଇଜ୍ ଷ୍ଟପ୍। ସେଠି ହଜାର ହଜାର ସଂଖ୍ୟାରେ ମାନେ ଆସିକି ବସନ୍ତି, ସେମାନେ ରେଷ୍ଟ ନିଅନ୍ତି, ଟିକେ ବିଶ୍ରାମ ନେଲା ପରେ ପୁଣି ସେକେଣ୍ଡ ଲେଗ୍ ତାଙ୍କର ଯୋଉ ମାଇଗ୍ରେସନ ସେଇଥିରେ ସେ ଯାଆନ୍ତି, ଆଗକୁ ଯାଆନ୍ତି, ଯେମିତି ଆପଣ ଆଫ୍ରିକା ଯାଉଛନ୍ତି। ତେଣୁ ଏଇ ଚଢ଼େଇଟି ଆସୁଛନ୍ତି ଆଗରୁ ସେଇ ମଣିପୁର ଏରିଆରେ, ଆପଣଙ୍କର ନର୍ଥ ଇଷ୍ଟ ଏରିଆରେ ବହୁତ ମାତ୍ରାରେ ଶିକାର ହଉଥିଲା। ହଜାର ହଜାର ଚଢ଼େଇ ପ୍ରତ୍ୟେକ ଶିକାରୀ ମାନେ, ଲୋକାଲ ଶିକାରୀ ମାନେ ଧରିକି ମାରିକି ବିକ୍ରି କରୁଥିଲେ ଜାଲରେ ଫସେଇକି। କିନ୍ତୁ ବହୁତ ପରିଶ୍ରମ କଲା ପରେ ଏନଜିଓ ମାନେ, ଲୋକାଲ ୱାଇଲ୍ଡ ଲାଇଫ୍ ଆକ୍ଟିଭିଷ୍ଟ ମାନେ କଲା ପରେ ଏବଂ ସରକାର ବି ପଦକ୍ଷେପ ନେଲା ପରେ ଏଇଟା ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହେଇଯାଇଛି କହିଲେ ଚଳେ। ଆଉ ଏବଂ ଏବେ ଯୋଉ ଟ୍ରାକିଂ କରିବା ପାଇଁ ଯୋଉ ସାଟେଲାଇଟ ତାଙ୍କ ଲଗାଯାଉଛି, ଟ୍ରାକିଂ ଡିଭାଇସ ଲଗାଯାଉଛି, ସେଇଥିରେ ଜଣାପଡୁଛି ଯେ କୋଉ ତାଙ୍କର ଯିବାର ପଥ କୋଉଟା, ରିଟର୍ନ କରିବା ପଥ କୋଉଟା। ଶ୍ରୀଯୁକ୍ତ ମହାନ୍ତି, ଏ ପ୍ରକ୍ରିୟା ପ୍ରକୃତରେ କେମିତି କରାଯାଇଥିବ? ଏଇ ଯୋଉ ଚଢ଼େଇଟିକି ଧରା ଯାଇଥିବ ଏବଂ ଧରା ଯାଇକି ତାକୁ ଜାଲରେ ଧରା ହେଇପାରିବ ଆରାମସେ ଏବଂ ଧରା ହେଇକି ତାର ଯୋଉ ଗୋଡ ଦିହରେ ଆଜିକାଲି ବହୁତ ଛୋଟ ସାଟେଲାଇଟ ଟେଲିମେଟ୍ରି ପାଇଁ ଯୋଉ ଟ୍ରାନ୍ସମିଟର ମିଳୁଛି, ଏକଦମ ହାଲକା ଏବଂ ପକ୍ଷୀକୁ ଯେମିତି କୌଣସି ଆଘାତ ପହଞ୍ଚିବନି ଏବଂ ଆଟ୍ ଦ ସେମ୍ ଟାଇମ୍ ସେଟା ଯେମିତି ଖସି ନ ପଡେ ସେଇଭଳିଆ ତାକୁ ମାଉଣ୍ଟିଂ କରାଯାଏ ଏବଂ ସାଟେଲାଇଟ ମାଧ୍ୟମ ଦ୍ୱାରା ତାକୁ ଟ୍ରାକିଂ କରାଯିବ। ଯେମିତି କଇଁଛ ମାନଙ୍କ ପାଇଁ କରାଯାଇଥିଲା, ଓଡିଶା ଉପକୂଳରେ ହିଁ ଆମର କରାଯାଇଥିଲା ଅଲିଭିଡ କଇଁଛ ପାଇଁ, ସେଇଭଳିଆ ପ୍ରକ୍ରିୟାରେ ଏଟା କରାଯିବ। କିନ୍ତୁ ଇଏ ଅତି ସୂକ୍ଷ୍ମ ଯନ୍ତ୍ରଟି ଏବଂ ଅତି ହାଲକା ଯନ୍ତ୍ରଟି ଏବଂ ସେଇଥିରୁ ଜଣାପଡିବ, ଆଟଲିଷ୍ଟ ବ୍ୟାଟେରୀ ଲାଇଫ୍ ବି ଥାଏ 1-2 ବର୍ଷ ପର୍ଯ୍ୟନ୍ତ। ଆପଣ ସେଇଥିରୁ ଜାଣିପାରିବେ ଯେ ଆମେ ଯେ ପକ୍ଷୀଟା କୋଉ ଦିଗରେ ନେଇଯାଉଛି। ସବୁ ଛଞ୍ଚାଣ ଏମିତି ଉଡ଼ିବାର କ୍ଷମତା ରଖିଥାନ୍ତି ନା ନିର୍ଦ୍ଦିଷ୍ଟ ପ୍ରଜାତିର କିଛି ଛଞ୍ଚାଣଙ୍କ ଏହି କ୍ଷମତା ରହିଥାଏ? ସେଇଟା କିଛିଟା ଆମର ଯୋଉଟା ଦେଶୀ ଛଞ୍ଚାଣ, ଯୋଉଟା ଭାରତବର୍ଷର ନିଜର ଛଞ୍ଚାଣ ଯୋଉମାନେ ଅଛନ୍ତି, ଯେମିତି ଆମର ପାରିଆକାଇଟ ଅଛି କିମ୍ବା ଶିକ୍ରା ଅଛି କି ଅଲଗା ଅଲଗା ଜିନିଷ ସ୍ପାରୋହକ୍ ଅଛନ୍ତି, ଏମାନେ କ୍ରେଷ୍ଟେଡ୍ ସର୍ପେଣ୍ଟିକଲ ଅଛନ୍ତି, ଏଇ ଛଞ୍ଚାଣ ଯୋଉ ଅଛନ୍ତି ପ୍ରଜାତିର, ଏମାନେ ଆମର ଏଇଠିକାର ସ୍ଥାନୀୟ ଚଢ଼େଇ ସେମାନେ ଏବଂ ସେମାନେ ମାଇଗ୍ରେସନ ସେମିତି କରନ୍ତିନି। ଲମ୍ବା ଲମ୍ବା ମାଇଗ୍ରେସନ ତାଙ୍କର ହୁଏନି। ଲମ୍ବା ମାଇଗ୍ରେସନ ହୁଏ ଷ୍ଟେପି ଇଗଲର ହୁଏ, ତେଣୁ ହନି ବଜାର୍ଡର ହୁଏ ଏବଂ ଆଉ ଗୋଟେ ଅଛି ଆପଣଙ୍କର ଅସ୍ପ୍ରେ, ଯୋଉଟା କି ପୁରା ମାନେ ପୁରା ଏକଦମ ସ୍କଟଲ୍ୟାଣ୍ଡରୁ ବି ସେ ମାଇଗ୍ରେଟ କରନ୍ତି, ଓଡିଶାକୁ ବି ଆସନ୍ତି, ଓଡିଶା ମହାନଦୀରେ ବି ଦେଖାଯାନ୍ତି। ତେଣୁ କିଛିଟା ପ୍ରଜାତିର ଚଢ଼େଇଙ୍କର ମାଇଗ୍ରେସନ ହୁଏ ଏଇ ଛଞ୍ଚାଣ ଜାତିର। ତେବେ ଇଏ ତ ଏକ ଦୁଃସାହସିକ ଯାତ୍ରା ରହିଥିଲା, ଏଥିପାଇଁ କାହିଁ ଇଏ ସ୍ୱତନ୍ତ୍ର ପ୍ରଜାତି ଛଞ୍ଚାଣକୁ ବଛା ଯାଇଥିଲା? ୟାର ଆମୁର ଫାଲକନ ମାଇଗ୍ରେସନ ପାଥଟା ବହୁତ ଲମ୍ବା, ତେଣୁ ଗବେଷକ ମାନେ ଚେଷ୍ଟା କଲେ, ଚଢ଼େଇ ଯୋଉମାନେ ଗବେଷଣା କରୁଛନ୍ତି ସେମାନଙ୍କର କୌତୁହଳ ହଉଥିବା ଯେ ଏମାନେ କେତେ ବାଟ ଆକ୍ଚୁଆଲି ଯାଉଛନ୍ତି, କୋଉ ପଟେ ଯାଉଛନ୍ତି ଜାଣିବା ପାଇଁ, ଟ୍ରାକ୍ ଜାଣିବା ପାଇଁ। ଏମିତି ଆଗରୁ ରିପୋର୍ଟ ଥିଲା ଯୋଉ ଯୋଉ ଜାଗାରେ ରେଷ୍ଟିଂ କରୁଛନ୍ତି, ଯେମିତି ଆସିକି ନର୍ଥ ଇଷ୍ଟ ପ୍ରଥମ ପହଞ୍ଚିକି ସେମାନେ ବିଶ୍ରାମ ନିଅନ୍ତି, 15 ଦିନ 10 ଦିନ 15 ଦିନ ବିଶ୍ରାମ ନିଅନ୍ତି, ଟିକେ ଥକା ମରିଲା ପରେ ପୁଣି ପୁନର୍ବାର ପୁଣି ଉଡ଼ିକି ଯାଆନ୍ତି, ଆଗକୁ ଯାଆନ୍ତି। ତେଣୁ ଏକ୍ଜାକ୍ଟ ପାଥ୍ ତ ଜାଣିବା ପାଇଁ ଏଇ ଯୋଉ ସାଟେଲାଇଟ ଟେଲିମେଟ୍ରି ଲଗେଇଲେ ଜଣାପଡିବ ଏକ୍ଜାକ୍ଟ ପାଥରେ କୋଉ ପଟେ ସେମାନେ ଯାଉଛନ୍ତି। ନିଶ୍ଚିତ ଭାବରେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ତମାମ ଆଲୋଚନା ପାଇଁ। ଆମ ସହିତ ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି ଯୋଡ଼ି ହୋଇଥିଲେ ଏବଂ ଅଧିକ ଆଲୋଚନା କରିଥିଲେ।